କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଥର୍ମୋସ୍ଫିୟର ବିଷୟରେ କଥା ହେବା। ଥର୍ମୋସ୍ଫିୟର ପ୍ରାୟ 85 ରୁ 600 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ। ଏହି ସ୍ତରର ତାପମାତ୍ରା ଉଚ୍ଚତା ସହିତ ଯଥେଷ୍ଟ ବୃଦ୍ଧି ପାଏ 2500 डिग्री सेंटीग्रेड पर्यंत बा ताठारु अधिका हे पारे। ଏହି ସ୍ତରରେ ବାୟୁର ଘନତା ଅତ୍ୟନ୍ତ କମ। ଥର୍ମୋସ୍ଫିୟରରେ ଆୟନୋସ୍ଫିୟର କ୍ଷେତ୍ର ଥାଏ। ଆୟନୋସ୍ଫିୟର ହେଉଛି ଏକ ଚାର୍ଜିତ କଣିକା ସହିତ ଏକ ଅଞ୍ଚଳ ଯାହା ରେଡିଓ ତରଙ୍ଗକୁ ପ୍ରତିଫଳିତ କରେ। ଏହି ସ୍ତର ସୌର ପବନ ପାରସ୍ପରିକ କ୍ରିୟା ଯୋଗୁଁ ଅରୋରା ପାଇଁ ଦାୟୀ। ଏହି ସ୍ତରରେ ଉପଗ୍ରହ ଏବଂ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ କକ୍ଷପଥ। ଥର୍ମୋସ୍ଫିୟର ଏବଂ ଏକ୍ସୋସ୍ଫିୟର ମଧ୍ୟରେ ସୀମାକୁ ଥର୍ମୋପୋଜ କୁହାଯାଏ। କାର୍ମାନ ରେଖା ପ୍ରାୟତଃ ମହାକାଶର ସୀମା ଭାବରେ ବିବେଚନା କରାଯାଏ। ଏହି ସ୍ତର ସୂର୍ଯ୍ୟରୁ ୟୁଭି ବିକିରଣ ଏବଂ ଏକ୍ସରେ ଶୋଷଣ କରେ। ଭିଡିଓଟି କେମିତି ଲାଗିଲା ମତେ କମେଣ୍ଟ କରିକି ଜଣେଇବ। ଯଦି କିଛି କ୍वेଶ୍चंस ଅଛି, କିଛି ଡାଉଟ୍ ଅଛି, କମେଣ୍ଟ ଲେଖିକି ଦବ। ଆଉ ଯଦି ଭଲ ଲାଗିଲା, ବୁଝି ହେଲା, ତାହେଲେ ଭିडियो टिके लाइक करिवो, वीडियो को अन्य साथ शेयर करो, चैनल को सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखिता। वीडियो अपलोड हेले नोटिफिकेशन पहुंचीबो, हम मिसिक पढ़ी परिबा, बुझी परिबा एवं जानि परिबा। ताले देखा बागनु वीडियो रे। भलरे रुह, सुस्थ रे रुह, मते अनुमति दियो। बाय बाय।